ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ଚାଲନ୍ତୁ ଯିବା ତଳକୁ ଟିକେ କମ୍ପାନୀ ଭିତରକୁ, କାହିଁକିନା କାଲି ଆମର ଲେଟ୍ର କାମ ହେଇଥିଲା, ଲେଟ୍ରେ ବି ସରିଲା। ରାତି 9:30 ବାଜିଲା କାମ ସରିଲା କମ୍ପାନୀ କାମ। ଆଉ ମେସିନ୍ ଗୁଡ଼ାକ ଚାଲୁଥିଲା, ଆଉ ଟିକେ ବନ୍ଦ କରିକି ଯିବା। ସେ ତାପରେ ଯାଇକି ସେ ଝିଅକୁ ନେଇକି ଆସିବା, ନେଇକି ଆସିଲେ ତା କାମ ଷ୍ଟାର୍ଟ କରିବା। ତାପରେ ଆସିଲେ ଖାଇବା ପିଇବା କରିବା। ଆଉ ଚାଲନ୍ତୁ ଏବେ ଆସି କମ୍ପାନୀରେ ପହଞ୍ଚିଗଲି ଭିତରେ। ମେସିନ୍ ଗୁଡ଼ାକ ଚାଲିଛି, ସବୁ ବନ୍ଦ କରିଦେବା। ବନ୍ଦ କରିକି ଯିବା, କାହିଁକିନା ବେଶୀ ସମୟ ଚାଲିଲେ ସବୁ ଚାଉଳଟା ନଷ୍ଟ ହେଇଯିବ। ୟା ଭିତରେ ଚାଲିଛି, ଆଉ ଏତେ ଖୋଲିକି ଦେଖେଇ ହେବନି, କାହିଁକିନା ଗରମ ସବୁ ବାହାରିଯିବ ନା, ନଷ୍ଟ ହେଇଯିବ। ସେଇଥିପାଇଁ ଖୋଲିକି ଦେଖେଇ ହେବନି। ବାହାରୁ ଯାହା ସବୁ ଚାଲିଛି ସବୁ ବନ୍ଦ କରିଦେଇକି ଯିବି। ଆଉ ବନ୍ଦ ହେଲା। ଇଏଟା ଦେଇଦେବା। ଚାଲିଛି, ଆଉ ଦୁଇଟା ଖଣ୍ଡେ ଫ୍ୟାନ୍ ଚାଲିଥାଉ। ଆସିଲେ ବନ୍ଦ କରିବା। ଚାଲନ୍ତୁ ପଳେଇବା, କାହିଁକିନା ଆଜି ଲେଟ୍ ବହୁତ ହେଇଗଲାନି। ଆଜି ଟାଇମ୍ ବାଜିଲା 9:30 ବାଜିବ। ଆସିଲେ କାମ ହେବ, ସାଉଣ୍ଡ ଇଏ ନାହିଁ, ସାଉଣ୍ଡ ତିଆରି କରିବାକୁ ପଡ଼ିବ। ତିଆରି କରି ଯିବ। ଆଉ ଚାଲନ୍ତୁ ଏବେ ଯିବା। ସେ ପ୍ରଥମେ ଧରିକି ଆସିବା, ସେ ଝିଅକୁ ଆସ। ଭିତର କାମ ପୁରା ଖତମ। ଏବେ ଗାଡ଼ିଟା ଆମର ଚାର୍ଜ ବସିଛି, ଚାର୍ଜ ଖୋଲିବି, ନେଇକି ଯିବି। ଆଉ ଆଜି ଟିକେ ଖରା ସକାଳୁ ହେଇନି, ବର୍ଷା ଟିକେ ଉଠେଇଛି, ପୁରା କାଉଁଳିଆ କରିଛି। ଗାଡ଼ି ଚାର୍ଜ ହେଇଲାଣି, ଚାଲନ୍ତୁ ଗେଟ୍ଟା ଦେବା, ଦେଇକି ଯିବା। ଗାଡ଼ିରୁ ଚାର୍ଜ ଖୋଲି ସାରିଲିନି, ମେସିନ୍ର ଲାଇଟ୍ ଜଳୁଛି ଠିପତ ହେଇକି। ଏବେ ବନ୍ଦ ଜଳୁଛି। ମୁଁ ବନ୍ଦ ହେଇଗଲା, ଦେଖନ୍ତୁ ତାର ଏବେ କାଢ଼ି ସାରିଲିନି ମେସିନ୍ର। ଜଳୁଥାଉ, ସେଥିରେ ବନ୍ଦ ହେଇଯିବ, ମୁଁ ରଖିଦିଏ। ଚାଲନ୍ତୁ ଏବେ ଯିବା। କେତେ ଚାର୍ଜ ହେଲା, ଫୁଲ୍ ଚାର୍ଜ ହେଇଛି କି ନାହିଁ ଦେଖିଦେବା ଟିକେ। ଚାର୍ଜ ଫୁଲ୍ ହେଇଯାଇଛି। ଚାଲନ୍ତୁ, ଇଏ ଆଉ 2 ଦିନ ଚାର୍ଜ ବସିବନି, 2 ଦିନ ପରେ ଯାଇ ଚାର୍ଜ ବସିବ ଆମର। କମ୍ପାନୀରୁ କାମ କିଛି ମୁଁ ସାରିକି ଆଇଲିଣି। ଶିବାନୀ ତାର ଉଠିକି ସାରିଲାଣି। ଉଠିକି କ'ଣ ଆସୁନୁ, କ'ଣ ତାର କରୁଛି, ରୋଷେଇବାସ କରୁଛି, କ'ଣ କରୁଛି, ଖଡ଼ ଚଲେଇଛି ତାର। ମ୍ୟାଡ଼ାମ୍ ଆମର ଶୋଉଛନ୍ତି ଲେଟ୍ରେ, ଉଠୁଛନ୍ତି ଲେଟ୍ରେ। ଏଠି କ'ଣ କଢ଼େଇ ବସେଇଲାଣି, କ'ଣ କରିବ ତାର ସକାଳୁ ଖାଇବା ପାଇଁ। ସୁଜି ରହିଛି, ସୁଜି ହେବା ବୋଧେ। ଆଉ କିଛି ହେଇନି ଖାଇବା ପାଇଁ। ଯିବା, କାମ ଅଳ୍ପ ଅଛି, ଆଉ ଟିକେ ସାରି ଦେଇକି ଆସିଲେ ଖାଇବା। ଆଉ ଚାଲ, ଇଏ ମୋ ପଛେ ସବୁବେଳେ ଯିବୁ। ଚାର୍ଜର ନେଇକି ଆଉ ଚାର୍ଜର ମୋ ଗାମୁଛା କାହିଁ, କ'ଣ ଗାମୁଛା ନେଇକି ଗାମୁଛାଟା ଛାଡ଼ି ଦେଇଛି କୋଉଠି, ଏଇଠି ପଡ଼ିଛି ଗାମୁଛାଟା। ଗାମୁଛାଟା ମୋର ମେନ୍, କାହିଁକିନା ଝାଳ ଫାଳ ହେଉଛି ନା, ପୋଛାପୋଛି ହେବ। ସେଥିପାଇଁ ସବୁବେଳେ ଗାମୁଛା ରହୁଛି, ମଇଦା ପୋଛାପୋଛି ହେଉଛି। ଆଉ ଶିବାନୀ ତାର ରୋଷେଇବାସ କରୁଛି, ସରୁ ଆସିଲେ ଡାକିବେ ଖାଇବା। ଆଉ କାରଣ ସୁଜି ହେଇଛି ଖାଇବା। ପଳେଇ ଆଇଲି କମ୍ପାନୀରୁ, ଏଠି ଖାଇଦେବା ସୁଜି, ଖାଇଦେଇକି ଯିବା। ତାଙ୍କ ପୁଅକୁ ନେଇକି ଆସିବା, କାହିଁକିନା ମାଲିକର ପୁଅ ସ୍କୁଲ ଯାଇଛି, ତାର 11 ଛୁଟି ହେବ, ତାଙ୍କୁ ଧରିକି ଆସିବା। ମାଲିକ ଝିଅ ବି ପଳେଇ ଯାଇଛି ଉପରକୁ ଖେଳିବାକୁ ଆମ ପୁଅ ସହିତ। ସିଏ ଟୋଟାଲ୍ ରହୁନି, ସବୁବେଳେ ଉପରକୁ ପଳେଇ ଯାଉଛି ଆମ ପୁଅ ସହିତ ଖେଳିବା ପାଇଁ। ଶିବାନୀ ଗୋଟେ ଝାଡ଼ୁ ଫାଡ଼ୁ ମାରିଲାଣି, ସୁଜି ରେଡ଼ି କରିଦେଇଛି। ବବଲିଟା କ'ଣ ସେଇଟା ଖେଳିବାକୁ ଆଇଛି। ଯେତେ ସବୁ ବାଚା ପାଟି ସବୁ ଏଠିକି ପଳେଇ ଆଇଲେଣି ଉପରକୁ। ଖେଳ ଏଇଠି, ଦୁଷ୍ଟ ହୁଅନି, ଖେଳ। ତାକୁ ଖାଇଦେବା, ଖାଇଦେଇ ଯିବା, ତାଙ୍କୁ ପୁଅକୁ ନେଇକି ଆସିବା। ଆଉ କମ୍ପାନୀରେ କ'ଣ କାମ କରିବ, କମ୍ପାନୀରେ 5-10 ମିନିଟ୍ କାମ କରୁଛି, ପୁଣି ଡାକୁ ଦେଇଛି, ପୁଣି ତାଙ୍କ ଘର କାମ। ଆଉ ପୁଣି ଖାଇଦେଇକି ଯିବି। ହଁ ଡବଲ ଗାଡ଼ି, ପୁଣି ଯିବା, ତାଙ୍କ ପୁଅକୁ ନେଇକି ଆସିବା।
ଆସିବାର ସୁଜି କରିଛି ପୁରା ଗରମ ଅଛି। ଖାଇବୁନି? ହଁ ଏଇ ଶୁଭୁନି କାଲି ରାତି 3ଟା ପର୍ଯ୍ୟନ୍ତ ମୋବାଇଲ ଦେଖୁଛି। ତାକୁ ପାଟି କଲି ଯେମିତି ସେ ରାଗି ହେଇଛି ଆଉ କଥା କହୁଥିବ। ରାତି 3ଟା ପର୍ଯ୍ୟନ୍ତ ମୋବାଇଲ ଦେଖୁଛି। ମୁଁ ଶୋଇକି ଉଠିଲା ବେଳକୁ ମୋବାଇଲ ଦେଖୁଥିଲି। ହଁ ସେ ତାଙ୍କ କାମ କରନ୍ତୁ, ମୁଁ ମୋ କାମ କରେ। ରାତି 1, 2, 3ଟା ପର୍ଯ୍ୟନ୍ତ ମୋବାଇଲ ଦେଖୁଛି। ରିଚାର୍ଜ ସରିଯାଇଛି, ତା ଦେହରେ ପୁଣି କହୁଛି ଆହୁରି ରିଚାର୍ଜ କରିଦେବା। କାଲି ହେଲା ରିଚାର୍ଜ କରିଦେବା, କାଲି ହେଲା କହିଲା। ତୁମ କଥା ମାନିଥିଲୁ କାଲି ରାତିରେ? ରାଗ ଲାଗେ, ଭଲ କଥା ଖରାପ ଲାଗୁଛି ତାକୁ। ହଁ ରିଚାର୍ଜ କରିଦେଇ ଚାଲିଛି କହିବାକୁ ମୋତେ ସାଙ୍ଗେ ସାଙ୍ଗେ। କମ୍ପାନୀ କାମ ସାରିକି ଯାଇଥିଲି ବାହାରକୁ, ଆଉ ପରିବା ଦୁଇଟା ଟିକେ ବି ନେଇକି ପଳେଇ ଆଇଲି। କଲରା ପୋଟଳ ଧରିକି ଆଇଛି। ଆଉ ନା ଦୁଷ୍ଟ ନା ଖାଇବାକୁ ଆସିନାହାନ୍ତି ମାନେ କଲରା ପୋଟଳ ଆଣିଛି, ଆଡ଼ଜଷ୍ଟ କର। ବାକିରେ ଆଣିଛି, ପଇସା ଦେବୁ ଆଣିବା। ଆଉ ଟମାଟୋ ଫମାଟୋ ନାହିଁ, ପଇସା ଥିଲେ ନେଇ ଆସ। ଟମାଟୋ ଫମାଟୋ ବନ୍ଦ କଲେନି ଦୋକାନ ତ, ସେଥିପାଇଁ କଲରା ପୋଟଳ ଧରିକି ପଳେଇ ଆଇଲି। ଆଉ ସୀମାଙ୍କର ମଟର ତରକାରୀ ଆଣିଛି ଦିପହର ପାଇଁ। ପିଆଜ ଫାଜ କଟା ଅଛି, କ'ଣ କରିକି ପିଆଜ କାଟି କ'ଣ କରିବେ? ହଁ ଏଇ ଶୁଭୁନି ପାଟିରେ ଆଜି ଆର ବେଙ୍ଗ ପଶିଯାଇଛି, କଥା ବାହାର ନାହିଁ। ପଖାଳ ଭାତ କରୁଛୁ ନା କ'ଣ ଖାଇବା ପାଇଁ? ଭଜା ଭାଜିକି ରଖିଛି, କିଛି କହୁନାହିଁ। ବେଙ୍ଗ ପଶିଯାଇଛି ପାଟିରେ। କ'ଣ ଯାଉ ପାଣି ପୁରେଇଛୁ? ହଁ ବଢ଼ିଆ। ଭାତ ହେଇଗଲାଣି ରେଡ଼ି। ହଁ ଖାଇଥିଲେନି, ସୁଜି ଖାଇ ଯାଇଥିଲି, ଭୋକ ଲାଗିଲାନି, ପଖାଳ ଖାଇବା। ହଁ ଦେଖିଛି ବା, ଦେଖିଛୁ? ହଁ ଝାଳ ହେଇକି ଆମକୁ ଭିତରେ। ହଁ ଦେଖିଛି। ଚାଲନ୍ତୁ ଖାଇବା ଆଜିବା। ଭାତ ଧୋଇବୁ ନା କ'ଣ? ଗରମ ଭାତ ପଖାଳ ନାହିଁ, ଗରମ ଭାତ ନେଇ ବୋଲି ମିକୁଲୁ ଖାଇବୁ ଭାତ। କଲରା ଭଜା, କଲରା ଥିଲା ଆଗରୁ, ମୁଁ କଲରା ପୁଣି ନେଇଯାଇଛି। ମାନେ କେତେ ଜୋର ଖରା ହେଇଛି ଦେଖନ୍ତୁ। ପୁଣି ଏବେ ବର୍ଷା ହେଇଗଲା ଯେ 5-10 ମିନିଟ୍ ତଳେ ବର୍ଷା ହେଇଗଲା ଜୋରେ। ସେ ପୁରା ଗୁଳି ଏତେ ଜୋର ହେଉଛି, ପୁରା ଝାଳ ଖାଲି ବହୁଛି ଦେହରୁ। ଖରା ବର୍ଷା ମିଶି ହେଇଯାଉଛି ନା, ପୁରା ଗୁଳିଟା ଜୋର ହେଉଛି, ଆଉ ଝାଳ ବାହାରୁଛି ଜୋର। କୁଲର ଟିକେ ଚଲେଇ ଦେଲେ ଥଣ୍ଡା ଲାଗିବ। ଚାଲିଲା। ଛା ଦୁଷ୍ଟ ନା ପ୍ରବଳ ଗରମ ହେଉଛି। କ'ଣ ଦେଖିବୁ? ମାମା ପାଟି କଲା କାହାକୁ? ମିକୁକୁ ପାଟି କଲା। ଓହୋ, ମାମା ତା ମାମା ମିକୁକୁ ପାଟି କଲା। ଏମିତି ଜୋର ପାଟି କରି ମାମା ପାଟି କଲା। ଓହୋ, ହଉ ଆଉ ମୁଁ ମାମା ଆସୁ ପାଟି କରିବି। ହଁ ହେ ମାମା ପାଟି କରିବି ତାକୁ। ତା ମିକୁକୁ ପାଟି କଲୁ। ହଁ ପାଟି କଲା ନା? ହଉ, ତା ମାମା ତାକୁ ପାଟି କରୁଛି, ତା ମାମା ମୁଁ ପାଟି କରିବି କହୁଛି ମୋତେ। ହଁ ହଉ ପାଟି କରନା। ଚୁପ୍ କହିଲା ମାମା। ହଉ ମାମା ଆସୁ ତା ବାଡ଼େ ମାମାକୁ ହେଲା। ହଁ ହେଇ ମାମା ଆଇଲା। ତା ମିକୁ ପାଟି କଲୁ ଗାଡ଼େ। ହଁ କିଛି କହୁନି ତ ମାମା? ଶୁଣୁନି? ମାମା ରାଗିଗଲା। ହଉ ମାମା କାନ୍ଦୁଛି। ହଁ ସେଇଥିପାଇଁ ଶୁଣୁନି। ହଉ
ମିକୁ କହୁଛି ମାମା କାନ୍ଦୁଛି ସେଇଥିପାଇଁ ଶୁଣୁନାହିଁ ରାଗି ଯାଇଛି ମାମା। ହଉ ସାର୍ ଖାଇଦେବା ଗଲୁ ଆଣିବୁ ମାମା ତୁ କଞ୍ଚା ଲଙ୍କା ଗୋଟେ ଏବେ କଞ୍ଚା ଲଙ୍କା ସେଇ କଞ୍ଚା ଲଙ୍କା ଦେ ହଁ ଖାଇଦେବା ଭୋକ ଗଲାଣି। ମୋର ପଖାଳ ଖାଇବା ସରିଲା ଅଇନା ବାସନ ପଇଲା ସେଠି ସେମାନେ ତା ରୋଷେଇବାସ କରିଛି ଭିତରେ ସେ ତାର ଆସିକି ଅଇନା ବାସନ ଗୋଟେଇବ ଆଉ। ଓ ବାଜିଲା ନା ନା କେତେବେଳେ ଆସି ବାର୍ଥଡେଟା କହୁଛି ନା ବାଜିନି। ହଁ ହଁ ଖାଇବା ପିଇବା ସରିଲା ମୁଁ ଆଉ ଖାଇବି ମୁଁ ଚାଲି ଗୁଦାମ ସେଥିପାଇଁ ତା ରୋଷେଇବାସ କରୁଛି କ'ଣ ତା ରୋଷେଇବାସ କରି ସେ ତାର ଖାଇବ ଆଉ। ମୋ ଖାଇବା ସରିଲା ମଟର ତରକାରୀ କ'ଣ ରୋଷେଇ କରୁଛି ମସଲା କଷି ତାର ବସିକି ଗୁଡ଼ କ'ଣ କୁଣ୍ଡେଇ ତାର ଅଛି ତ ରୋଷେଇବାସ କରି ଖାଏ ଚାଲନ୍ତୁ ଯିବା ଖରା କଥା ସାଙ୍ଗେ ବର୍ଷା ପକେଇଲା ନାଇଁ ଦେଇ ପଳେଇ ଆସିବା ଗୁଦାମ ମୋବାଇଲ ରଖିଦେଇକି ପଳେଇବି ମୋବାଇଲ ରଖିଦେଇକି ପଳେଇବି ମୋବାଇଲ ରଖିଦେଇକି ପଳେଇବି ତା ଦେଖିବ ତା ରିଚାର୍ଜ ନାହିଁ ତ ମୋବାଇଲ ଦେଖିବ ମୋ ମୋବାଇଲ ରଖିଦେବି ତା ରିଚାର୍ଜ ମାନେ ମୋବାଇଲ ରିଚାର୍ଜ ଅଛି ନା ମୋ ମୋବାଇଲ ସେଇ ଦେଖିବ ସେଇଥିପାଇଁ କହୁଛି ମୋବାଇଲ ରଖିଦେଇକି ପଳେଇବ ତା ମୋବାଇଲ ରିଚାର୍ଜ ନାହିଁ। ସାଙ୍ଗେ ସାଙ୍ଗେ ବର୍ଷା ଦେଖନ୍ତୁ କେତେ ଜୋର ଖରା ଦେଖିଥିଲା ମୁଁ ଖାଉଥିଲି ଏଇଠି ସାଙ୍ଗେ ସାଙ୍ଗେ ବର୍ଷା ପୁରା କାଚି ଦେଇଗଲା ଛାଡ଼ିଗଲାନି ବର୍ଷା ଅଭିଯା ପୁଣି କ'ଣ ପୁଣି ଉଠେଇକି ରହିଛି ପୁଣି ପକେଇବ ଆଉ ବର୍ଷା ଖରା ହେଉଛି ଗୁଳି ଗୁଳି ଜୋର ହେଉଛି ଖାଲି ଦେହରୁ ଝାଳ ବାହାରୁଛି କିଛି ନାହିଁ। କାରଣ ଯିବା ଗୁଦାମ ମୁଁ ଟଙ୍କାଟା ପଇସା ଖାଇବାକୁ ପାଉନି ଇଏ ତାର ସବୁଦିନ ତାର ଗୋଟେ ଗୋଟେ ପାର୍ସଲ ଯାହା ଦେଖନ୍ତୁ ସେଣ୍ଟ ମଗା ହେଇଛି ପରଫ୍ୟୁମ୍ ମଗା ହେଇଛି ସେ ପୁଣି ପେନସିଲ୍ ଭଳିଆ ହେଇଛି ଏ ଥରେ କରି ସରିଯିବ ନା ନାଇଁ ଧର କେତେ ଟଙ୍କା ନେଲା ଏଇଟା 100 ଟଙ୍କା ଆଉ 100 ଟଙ୍କାରେ ଆଉ କେତେଟା ତମକୁ ସେଣ୍ଟ ଦିଅନ୍ତୁ ସେଣ୍ଟ ମଗା ହେଇଛି ଦେଖନ୍ତୁ ସେଣ୍ଟ ଅବିକା ଆସିକି ପହଞ୍ଚିଲା ଏରା ଛୋଟିଆ ଛୋଟିଆ ସେଣ୍ଟ ଗୁଡ଼ା ନାଇଁ ଆସିନି ଭାବିଲି ଝିଅ ପଳେଇଲେନି କୁଆଡ଼େ ଚାଲ ଯା ଯା ନା ସେ ସେଣ୍ଟ ରଖିଯିବ ମାମାକୁ ଦେଇଦେ ଯା ଖାଇଦେବ ଯା ଯା ସେଣ୍ଟଟା ଏବେ ବାସିଲା ମୁଁ ପକେଇଲି ମାନେ ସାଙ୍ଗେ ସାଙ୍ଗେ ବାସିଲାନି କିଛି ସମୟ ପରେ ସେଣ୍ଟଟା ବାସିଲା ଏଇ ଫ୍ଲୋଟା ମୁଁ ନେଇକି ପଳେଇଥାନ୍ତି ବାହୁଡ଼ାରେ ସବୁଦିନ ଏରା ଗୋଟେ ନା କିଛି ଗୋଟେ ବାସନ ଆସିବ ସେ ଯେତିକି ସେଇ ପଇସା ବାସନ ମଗଉଛି ସେଇ ପଇସା ଦେଇ ଦିଅନ୍ତୁ ପରିବା ପତ୍ର ଆସନ୍ତା ଟିକେ ରୋଷେଇବାସ ହୁଅନ୍ତା କହିଲ କି ରିଚାର୍ଜର କଥା ରିଚାର୍ଜ କଥା ଆସିନି ରିକ୍ୱାଇ ତାର ରିଚାର୍ଜ ଦରକାର ଆଗ ରିଚାର୍ଜ ସରିଯାଇଛି ମାନ ହଁ ମୁଁ ଦେଖିବା କ'ଣ ଅଛି କି ନାହିଁ ରିଚାର୍ଜ ସରିଯାଇଛି ପୁରା ପାଗଳ ହେଇଲାନି ସେ ପୁରା ଯାଇକି ରିଚାର୍ଜ କରିବାକୁ ପଡ଼ିବ ଆଉ ଯାଇକି ମାଲିକ ଘରୁ ଟିକେ ଚିକେନ୍ ମାଗି ଆଣିଲି ଚିକେନ୍ ଆମିକୁ ଭାତ ଖାଉଛି ଚିକେନ୍ ଥୁଆ ହେଲା ଏଠି ମୁଁ ତ ଖାଇକି ଯାଇଥିଲି ଏବେ ଅଭିକା ଆଉ ଶିବାନ୍ତାରେ ଖାଇନି ସେ ଟିକେ ଖାଇଦେବୁ ମୋ ନାଇଁ ଟିକେ ରଖିଦେବୁ ଆଉ ସିଏ ତାର ଭାତ ଖାଇନି ସେଟା ଖାଇଦେବ ଆଉ ମୋ ନାଇଁ ଟିକେ ରଖିଦେବ ଚିକେନ୍ ଆମର ଚିକେନ୍ ହେଇନାହିଁ ମାଲିକ ହେଇଥିଲା ଟିକେ ମାଗିକି ନେଇଯାଇଛି ମାଲିକ ଯେତେବେଳେ ମୁଁ ପ୍ରାୟ ସବୁବେଳେ ତ ଦେଖିଛନ୍ତି ମୁଁ ମାଗିକି ଆଣେ ଆଜି ହିଁ ମାଗିକି ନେଇଯାଇଛି ଆଉ ଖାଇଦେବା ପଇସା ଦିଅନ୍ତା ରାତି କାମ ଟିକେ ଆଣିବା ଆଉ ଆଣିବ ଆଉ ସିଏ ମୋର ଖାଇସାରିଛି ମୁଁ ଏବେ ଖାଇବିନି ପରେ ଖାଇବି ସିଏ ତାର ଖାଇନି ଖାଇଦେବ ଆଉ ଖାଇଦେବ ମୋ ନାଇଁ ଟିକେ ରଖିଦେବ ଆଉ ମଟର ତରକାରୀ ଆମର ସେମାନେ ରୋଷେଇ କରୁଥିଲା ହଉ ଛାଡ଼ ତା ରିଚାର୍ଜ ନାହିଁ ବୋଲି ସେ ତାର ମୁହଁ ଫୁଲେଇକି ରହିଛି ତାର ରିଚାର୍ଜ ନାହିଁ ବୋଲି ସେ ସକାଳଠୁ ମୁହଁ ଫୁଲେଇକି ରହିଛି ଆମର ତ ଯିବା ତାହେଲେ ମାଲିକକୁ କହିବା ଦେଖିବା ରିଚାର୍ଜ କରିଦେବେ ଯଦି ଭଲ କଥା ପଇସା 200 ଟଙ୍କା ମାଗିକି ଆଣି ରିଚାର୍ଜ କରିବା ଆଉ